जय जगन्नाथ चैनल आपन स्वागत करछि आरके रवि ब्लॉग्स को मुता रेडी बाहर पड़छि गाँव को जीवली हमर गाँ भुवनेश्वर गाँ होछि केते 120 किलोमीटर आपन देखि परते गाड़ी बहुत बाहर पड़छि देखा जाऊ केमती कोन जाय के पहुंचु आपन देखे तापर गाँ रे आपन देखार अछि मासंद मेरु आज हबो मासंद मेरु आपन देखे तापर हमर काली पणा संक्रांति रे पणा भी बांटियार अछि को जगह रे बांटियार अछि आपन लास्ट रे आपन जानि पारियो को जगह रे बांटा हबो आ चलो देखिबा आगु कोन कोन होछि चलो आपन देखिबी। हम बर्तमान जीवा रास्ता शरणगुड़ शिव मंदिर को पलि बुलाबुली करके जीवु महापुर दर्शन करदे तापर जाकि गाँव में कौन कौन हो चलते आपको देखे। बर्तमान मुझे घर पहुँची जाइए बर्तमान ए नड़िया हारिया तोड़ा तोड़ी कराब कहीं काली पणा बना हे तो से नड़िया 2-4टा बजे तोड़ा हो काली कोरिक पणारे पका देखा जाओ केतटा नड़िया तोड़ा हो देखा मो सांग से नड़िया गछ नगर गंजी नड़िया पकाऊ देखी तो देहरे बाजब से आंकुरा नागिज रे गोटे खसला देखिकी 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 गोटे खसला आउ गोटे देखी ताकर भांगी जीव गछरे एथर खांदी टिया जेंति पड़ियो नागिला एथर देखिकी ए खसला गोटे ना हमर 5टा नड़िया तोड़ा हो जाइए आउरी अछि 10टा घरे आउरी केते आउ गोटे ना 2टा बेर अछि नड़िया भाई माने हम बर्तमान बाहर की जाऊ रे धुलदंड देखा कचुरी होची धुलदंड भावेश्वर महापुर अच्छे चलो देखिया कौन कौन होची। बर्तमान आसिक कचुरी पहुँच जाए आमर आलोक भाई आसे भुवनेश्वर खाली महापुर देखा चलो जा देखिए आगे कौन हो महापुर से पटे अच्छे से गाड़ी धरी जाइए रखे हम बर्तमान जन छात को पलि आसू एन देखा पार्थ मो सांग भी पलि आसते आलोक भाई आम जो आसते से गानी अच्छे ये गानी आम महापुर अच्छे चल करेन्ट फरेन्ट मारियन तो मैं खाली गोड़ को तातुची पूरा हेवी
ଗହଳ ବୁଲାଉଛି। ग्राम देवती को मोदंडवत एबे आरंभ भगचाले डग मामौसी घरे काद दो साड़ी नियत की बिड़िल ବର୍ତ୍ତମାନ ଏବେ ସରିଗଲା। ଏବେ ଆମେ ଯାଉଛୁ ଭାବସର ଯିବୁ, ଦେଖାଯାଉ କ'ଣ ହେଉଛି। ଆମେ ବର୍ତ୍ତମାନ ପଳେଇ ଆସିଛୁ ହଇରାଚିରା ଭାବସର। ଏଠି ମହାପୁରୁ ଆସିବେ ଆଉ କାଲି ଏଇଠି ପଣା ସଂକ୍ରାନ୍ତି ପଣା ହାରିବା ବାଣ୍ଟିବା ପାଇଁ ଜାଗା ଦେଖିବା ପାଇଁ ପଳେଇ ଆସିଛୁ। ଆଉ ହଣ୍ଡା ହାରିବା ତ ଯାଇକିରି କହିଦେଇକି ପଳେଇ ଆସିଛୁ। ସକାଳୁ ସକାଳୁ ହଣ୍ଡା ମିଳିଯିବ। କ'ଣ ଏଇଠି ହଉ ନହେଲେ ସେଇଠି ନହେଲେ ସେଇଠି ଦିଟା ଭିତରେ ହେଇଯିବ। ଏଇଠି ଜାଗା ଦେଖିକିରି ସକାଳୁ ମତେ ଜଲ୍ଦି ଆକା ଆସିବାକୁ ପଡ଼ିବ, ଜଲ୍ଦି ଆଣିଲା ହବନି। ଆଉ ଏଇକାନି ତ ମଙ୍ଗଳା ମହାପୁରୁ ଅଛନ୍ତି, ସେଇକାନି କାଳୀ ମା ଅଛନ୍ତି। ଆଉ ଏଇଠି ସମସ୍ତେ ଯିଏ ଯାହାର ଜାଗା ହାରିଆ ରଖିଦେଇକି ପଳେଇଛି। ଦୋକାନ ଫୋକାନ ସବୁ କାଲି ପୁରା ଗହଳି ଲାଗିବ। କାଲିର ଯଦି ଆପଣମାନେ ଭିଡ଼ିଓ ଦେଖିବେ ହେଲେ ଦେଖିପାରିବେ କେଉଁ ଟାଇପ୍ର ଭିଡ଼ ହେଉଛି, କେମିତି କ'ଣ ହେଉଛି। କାଲି ଗୋଟେ ହଣ୍ଡା ପଣା ଆମର ବାଣ୍ଟିବାର ଅଛି। ଏଠି ବି ଲୋକମାନେ ପ୍ରାୟତଃ ଦାନ ହାରିଆ କରୁଛନ୍ତି, ଏ ପଣା ଫଣା ଦେଉଛନ୍ତି। ଦେଖାଯାଉ କେମିତି କ'ଣ କାଲି ଗହଳି ହେଉଛି, କେମିତି କ'ଣ ହେଉଛି। ଆଉ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି ମଙ୍ଗଳା ମନ୍ଦିର ଆଉ କାଳୀ ମନ୍ଦିର। ଚାଲନ୍ତୁ ଆପଣ ଦେଖିପାରୁଥିବେ ଏଇখানে ମଙ୍ଗଳା ମହାପୁରୁ ଅଛନ୍ତି, ପୁରା କାଳୀ ମହାପୁରୁ ଅଛନ୍ତି। ଆଉ ଉପରକୁ ମାନେ କାଲି ପୁରା ସାଂଘାତିକ ଭିଡ଼ ହେବ। ଆଉ ଆମର ବର୍ତ୍ତମାନ ଜାଗା ଫାଇନାଲ ହେଇଗଲା। ଏଇ ଜାଗାରେ ଆମର ଲଗେଇବାର ଅଛି। এইখানে করে না এইখানে এই জায়গাটারে নগের ଅଛି। ହଁ ଏଇଟା ହଁ ଏଇଟା ଜାଗା ରଖେନି। ଜଲ୍ଦି ଟିକେ ସକାଳୁ ପଳେଇ ଆସିଲେ ହେଇଯିବ, ନହେଲେ ଟିକେ ଜଲ୍ଦି ଆସିବାକୁ ପଡ଼ିବ। ସକାଳୁ ଜଲ୍ଦି ଉଠିକିରେ ସେ କଦଳୀ ଧରିକି ପଳେଇ ଆସିବା, ହଣ୍ଡାରେ ଧରିକି ପଳେଇ ଆସିବା, ସାଙ୍ଗେ ଧରିକି ପଳେଇ ଆସିଥିବା। ସେ ପାଣି ଧୁଆଧୁଇ କରିକି ହଣ୍ଡାରେ କରିଦେଇଯିବ। ଆଉ ଯାହା ଏମିତି ବରଫ ଫରଫ ଆଣିବା କଥା ଉଡ଼ଗାଁ ଯାଇକି ଧରିକି ପଳେଇ ଆସିବ। ଆଉ କ'ଣ ଦେଖିବା ଆଗକୁ କ'ଣ ହେଉଛି। ଆମେ ବାହାରିକି ଯାଉଛୁ ଘରକୁ। ଭାଇ ମୁଁ ବର୍ତ୍ତମାନ ପଳେଇ ଆସିଛି ରବିବାଙ୍କ ମାସନ୍ଦ ମେରୁ ଦେଖିଲି। ଆଉ ବର୍ତ୍ତମାନ ତ ଧୂଳି ଦଣ୍ଡ ହେରିଆ ସବୁ ସରିଗଲାଣି। ମୁଁ ଏବେ ଆୟା ଲେଟ୍ ହେଇଗଲା ଗାଡ଼ି ହେରିଆ ଆପଣ ଦେଖିପାରୁଥିବେ। ବନ୍ଧୁ ତୁଠକୁ ଆମେ ଯାଉଛୁ, ଦେଖିବା କ'ଣ କ'ଣ ଦେଖିବାକୁ ମିଳୁଛି। ଚାଲନ୍ତୁ ଆପଣଙ୍କୁ ଆଲୋକ ଭାଇ 10 ଟଙ୍କିଆ ଚାଟ୍ ଖାଇବ? 10 ଟଙ୍କା ମହାପୁରୁ ଦେଖିଲ କି ଲାଗିଲା? ଜଗତସିଂହପୁରରେ ଏମିତି ହେଉଛି। କାଲି ଭାବସରରେ ଦେଖିଦବ। କାଲିର ଦେଖିବ ପୁରା ମାତ୍ର ତମେ ଯାଇକି ଆଗେ ଦିନ ମୋତେ ଯେତେବେଳେ ବେଳକୁ କହିବି ସେତେବେଳେ ବେଳକୁ ତମେ ଯାଇକି ଯଦି ଠିଆ ହେଇ ପଡ଼ିବ। ଯେଉଁ ଟାଇମ୍ରେ ମହାପୁରୁ ଆସିବେ ସେ ଭିତରେ ଯେତେବେଳେ ମହାପୁରୁ ଯେତେବେଳେ ଜଣଙ୍କ ଦେହରେ ମହାପୁରୁ ଆସିବେ, ଯେଉଁ ଟାଇପ୍ର ଫିଙ୍ଗା ଫୋପଡ଼ା ହେବେ, ସେ ଆମ୍ବ ଫାମ୍ବ ଯେଉଁ ଫୋପାଡ଼ିବେ, ସେଇ ମୁଭମେଣ୍ଟଟା ଦେଖିବ ମାନେ ଅଲଗା ଟାଇପ୍ର ଲୋକ। ମୋବାଇଲରେ ଦେଖିଛୁ ଏଇଠି ପାଣି ଭିତରେ ସେ ତମେ ଦେଖିବ କାଲି ଭାବସର ତମେ ଯିବ। ଭାବସର କାଲି ଦେଖେଇବି। ତମେ ଗୋଟେ ବାଡ଼ ତଳକୁ ଠିଆ ହେଇ ପଡ଼ିବ। ମହାପୁରୁ ଯେତେବେଳେ ଆସିବେ ଜଣଙ୍କ ଦେହରେ ମହାପୁରୁ ପଳେଇ ଆସିବେ। ଢୋଲ ଫୋଳ ବାଡ଼େଇକି ଆମ୍ବ ଫାମ୍ବ ସବୁ ବାନ୍ଧା ହେଇଥିବ, ସବୁ ଫିଙ୍ଗା ଫୋପଡ଼ା করে ସେତେବେଳେ ଦେଖିବ। ଉଲ୍ଟା ପୁରା ପାଟଦଣ୍ଡ ପୁରା ଉଲ୍ଟା। ହଁ ଠିଆ ହେଇକି ଦେଖିବ।
ଜାଗା ତ କେମିତି ଲାଗୁଛି? କାଲି ସଂକ୍ରାନ୍ତି ମାର୍କେଟ ହ୍ୟାଲୋ ଭାଇ, ତମ ଜଗତସିଂହପୁରରେ ଏମିତି 10 ଟଙ୍କା ଚାଟ୍ ମିଳୁଛି? ପତ୍ର ବି ଦେବେନି। ଆମର ଏଇଠି ମାତ୍ର ଚାଟ୍ ମିଳୁଛି 10 ଟଙ୍କାରେ।